ଆଜି ଯୀଶୁଖ୍ରୀଷ୍ଟଙ୍କ କୃଷି ଓ ମୃତ୍ୟୁ ଦିବସ। ଯୀଶୁଖ୍ରୀଷ୍ଟଙ୍କର ଜନ୍ମ ଦିବସକୁ ବଡ଼ଦିନ ଓ ମରଣ ଦିବସକୁ ଶୁଭ ଦିନ କୁହାଯାଏ। ଏହା ଆଶ୍ଚର୍ଯ୍ୟ ନୁହେଁ କି ଯୀଶୁଖ୍ରୀଷ୍ଟ କୃଷରେ ମୃତ୍ୟୁବରଣ କରିବା ଦ୍ୱାରା ମାନବ ଜାତିର ମହାମୁକ୍ତି ସାଧନ କଲେ। କାରଣ ରକ୍ତପାତ ବିନା ପାପ ମୋଚନ ହୁଏ ନାହିଁ। ତେଣୁ ପାପ ବୋହି ନେଇଯିବା ପାଇଁ ଯୀଶୁଖ୍ରୀଷ୍ଟ ପ୍ରକାଶିତ ହେଲେ। ପ୍ରଭୁ ଯୀଶୁଖ୍ରୀଷ୍ଟ କୃଷରେ ମୃତ୍ୟୁ ଭୋଗ କରିବା ପୂର୍ବରୁ କୃଷରେ ଯେଉଁ ସପ୍ତବାଣୀ କହିଥିଲେ ତା ଆଜି ବି ମାନବ ସମାଜକୁ ଆଚମ୍ବିତ ଓ ଅନୁପ୍ରାଣିତ କରେ। ପ୍ରଥମ ବାଣୀଟି କ୍ଷମାର ବାଣୀ ଥିଲା। ଯୀଶୁ କହିଲେ, ପିତ ଏମାନଙ୍କୁ କ୍ଷମା କର, କାରଣ ଏମାନେ କଣ କରୁଅଛନ୍ତି ତାହା ଜାଣନ୍ତି ନାହିଁ। ନିଜର ଶତ୍ରୁମାନଙ୍କୁ କ୍ଷମା କରିବା କେତେ ଯେ ଆବଶ୍ୟକ ଯୀଶୁ ଆମ୍ଭମାନଙ୍କୁ ଶିକ୍ଷା ଦିଅନ୍ତି। ଆଜି ସମାଜରେ କେତେ ଘୃଣା, ଆତଙ୍କ। ଆସନ୍ତୁ ଯୀଶୁଙ୍କ ପରି ଅନ୍ୟକୁ କ୍ଷମା ଦେବାକୁ ପଦକ୍ଷେପ ନେଉ। ଯୀଶୁଙ୍କ କୃଷର ଦ୍ୱିତୀୟ ବାଣୀ ଅନୁତାପ କରି କୁକର୍ମରୁ ମନ ପ୍ରେରଣ କରୁଥିବା ପାପୀ ମନୁଷ୍ୟ ପାଇଁ। ଯୀଶୁ କହିଲେ, ମୁଁ ତୁମକୁ ସତ୍ୟ କହୁଅଛି, ଆଜି ତୁମେ ମୋ ସହିତ ପାରଦୀସରେ ଉପସ୍ଥିତ ହେବ। ମୃତ୍ୟୁ ପୂର୍ବରୁ ପ୍ରତ୍ୟେକ ବ୍ୟକ୍ତି ଆପଣା କୃତ ଅପରାଧ ଓ ପାପରୁ ମନ ପରିବର୍ତ୍ତନ କରିବା ଅତି ଜରୁରୀ। କାରଣ ମୃତ୍ୟୁ ପରେ ଅନନ୍ତ କାଳ କେଉଁ ସ୍ଥାନରେ ରହିବୁ, ମୃତ୍ୟୁ ପୂର୍ବରୁ ନିଷ୍ପତ୍ତି ନେବାକୁ ହେବ। ଯୀଶୁଖ୍ରୀଷ୍ଟଙ୍କ କୃଷର ତୃତୀୟ ବାଣୀ ଅତ୍ୟନ୍ତ ହୃଦୟ ବିଦାରକ ଓ ଶିକ୍ଷଣୀୟ ଅଟେ। ଯେଉଁ ମା ଯୀଶୁଙ୍କୁ ଗର୍ଭରେ ଧାରଣ କରିଥିଲେ, ସେଇ ପୁଅକୁ କୃଷରେ ଯନ୍ତ୍ରଣା ଓ ଅସହ୍ୟ କଷ୍ଟରେ ଝୁଲୁଥିବା ଦେଖୁଛନ୍ତି। ଯୀଶୁଙ୍କ ମାତାଙ୍କ କରୁଣ ଚାହାଣୀ ଏହା ବ୍ୟାଖ୍ୟା କରୁଛି। ପୁଅରେ କାହା ଭରସାରେ ମତେ ନିଃସଙ୍ଗ କରି ଛାଡି ଯାଉଛୁ? ଯୀଶୁ ତାଙ୍କ ହୃଦୟର ଭାବ ଜାଣି କହିଲେ, ଗୋ ନାରୀ, ଦେଖ ତୁମ୍ଭର ପୁତ୍ର। ତତ୍ପରେ ସେ ସେଇ ଶିଷ୍ୟ ଯେ ଯୀଶୁଙ୍କ ମାତାଙ୍କ ସହିତ କୃଷ ପାଖରେ ଠିଆ ହୋଇଥିଲେ, ଯୀଶୁ ତାହାଙ୍କୁ କହିଲେ, ଦେଖ ତୁମ୍ଭର ମାତା। ଆଉ ସେଇ ଦଣ୍ଡରୁ ସେ ଶିଷ୍ୟ ଯୀଶୁଙ୍କ ମାତାଙ୍କୁ ଆପଣା ଗୃହକୁ ଘେନିଗଲେ। ଏଠାରେ ଆମ ପାଇଁ ଗଭୀର ଶିକ୍ଷା ରହିଛି। ଆମେ କିପରି ଆପଣା ବୃଦ୍ଧ ପିତାମାତାଙ୍କର ଯତ୍ନ ନେଉଛୁ। ଆଜି ଅନେକ ପିତାମାତା ନିଜ ସନ୍ତାନମାନଙ୍କ ଦ୍ୱାରା ଉପେକ୍ଷିତ ଓ ନିର୍ଯାତିତ ହେଉଛନ୍ତି। ଈଶ୍ୱରଙ୍କ ସହିତ ଆମ ସମ୍ପର୍କ କିପରି ହେବା ଉଚିତ ତାହା ଯୀଶୁଙ୍କ କୃଷର ଚତୁର୍ଥ ବାଣୀରୁ ସ୍ପଷ୍ଟ ହୁଏ। ହେ ମୋର ଈଶ୍ୱର, ତୁମେ ମୋତେ କାହିଁକି ପରିତ୍ୟାଗ କଲ? ଯୀଶୁ ଜଗତର ପାପ ଭାର ଆପଣା ଉପରେ ବୋହି ନେଇଛନ୍ତି। ପବିତ୍ର ଈଶ୍ୱର ଏବଂ ପାପ ଏକାଠି ରହି ନପାରେ। ତେଣୁ ଈଶ୍ୱର ଯୀଶୁଙ୍କୁ ପରିତ୍ୟାଗ କରିଥିବାର ସେ ଅନୁଭବ କରୁଛନ୍ତି। ତେଣୁ ଆମେ ପାପରୁ ଦୂରରେ ରହୁ, ଯେପରି ସର୍ବଦା ଈଶ୍ୱରଙ୍କ ସାନ୍ନିଧ୍ୟ ଲାଭ କରୁ। ଯୀଶୁଖ୍ରୀଷ୍ଟଙ୍କ କୃଷର ପଞ୍ଚମ ବାଣୀ ଏକ ବାସ୍ତବ ଛବିର ପ୍ରକାଶନ ଅଟେ। ଯୀଶୁଙ୍କୁ ରାତି ସାରା ଯନ୍ତ୍ରଣା ଦିଆଯାଇଛି। ତାଙ୍କ ଶରୀରରୁ ସମସ୍ତ ରକ୍ତ ନିଗାଡି ହୋଇଛି। ଅସହ୍ୟ ବେଦନା ମଧ୍ୟରେ ସକାଳ 9 ଘଣ୍ଟା ଠାରୁ ଅପରାହ୍ନ 3 ଘଣ୍ଟା ପର୍ଯ୍ୟନ୍ତ କୃଷରେ ରହିଛନ୍ତି। ପୁଣି ଯୀଶୁ ଯେଉଁ କାର୍ଯ୍ୟ ପାଇଁ ଜଗତକୁ ଆସିଥିଲେ, ସେ କାର୍ଯ୍ୟ ସମାପ୍ତ ହୋଇଅଛି ବୋଲି ଜାଣି କହିଲେ, ମତେ ତୃଷା ଲାଗୁଅଛି। ଯେ ମାନବ ସମାଜର ତୃଷା ନିବାରଣ କରିବାକୁ ଆସିଥିଲେ, ସେ ଆଜି ନିଜେ ତୃଷିତ। କୃଷର ଏହି ବାଣୀ ଆମକୁ ଶିକ୍ଷା ଦିଏ ଯେ ଆମେ ଆମର ହୃଦୟର ଭାବ ପ୍ରକାଶ କରିବା ଉଚିତ, ଯଦିବା ଲୋକମାନେ ଆମ ଦୁଃଖ କଷ୍ଟକୁ ବୁଝି ନ ପାରନ୍ତି। କୃଷ ଉପରୁ ଯୀଶୁ କହିଥିବା ଷଷ୍ଠ ବାଣୀ ଏହି ସତ୍ୟତାକୁ ପ୍ରକାଶ କରେ। ଯୀଶୁଖ୍ରୀଷ୍ଟ କିପରି ଜଗତରେ ତାଙ୍କ ରହଣୀ କାଳ ମଧ୍ୟରେ ନିଜର କର୍ତ୍ତବ୍ୟ ପରାୟଣତା ଓ ଉଦ୍ଦେଶ୍ୟକୁ ପ୍ରାଧାନ୍ୟ ଦେଇଥିଲେ। ଷଷ୍ଠ ବାଣୀଟି ଥିଲା, ସମାପ୍ତ ହେଲା। ଯୀଶୁ କହୁନାହାନ୍ତି ସମାପ୍ତ ହେଲି। ଆମକୁ ମଧ୍ୟ ମୃତ୍ୟୁ ପୂର୍ବରୁ ଆମର ସମସ୍ତ କାର୍ଯ୍ୟ ସମାପ୍ତ କରିବା ପାଇଁ ଯତ୍ନବାନ ହେବା ଉଚିତ। ଆମେ ମରଣଶୀଳ ଜଗତରେ ବାସ କରୁଅଛୁ। କେତେବେଳେ ମଧ୍ୟ ଆମର ଯାତ୍ରା ସମାପ୍ତ ହୋଇପାରେ। ଯୀଶୁଖ୍ରୀଷ୍ଟଙ୍କ କୃଷର ଶେଷ ଓ ସପ୍ତମ ବାଣୀ ଏହା ଥିଲା, ହେ ପିତା, ତୁମ୍ଭ ହସ୍ତରେ ମୁଁ ଆପଣା ଆତ୍ମା ସମର୍ପଣ କରୁଅଛି। ଏହା କହି ସେ ପ୍ରାଣ ତ୍ୟାଗ କଲେ। ମୃତ୍ୟୁ ପୂର୍ବରୁ ଆମ ଆତ୍ମା ସୁରକ୍ଷିତ ରହିବା ଉଚିତ। ଯୀଶୁଖ୍ରୀଷ୍ଟ ଆମକୁ ଶିକ୍ଷା ପ୍ରଦାନ କରନ୍ତି। ଆମେ ସବୁବେଳେ ଶରୀର ପାଇଁ ଚିନ୍ତିତ ଓ ବ୍ୟତିବ୍ୟସ୍ତ ଅଟୁ। ଯୀଶୁଙ୍କ କୃଷର ସପ୍ତବାଣୀ ମାନବ ଜୀବନର ସପ୍ତ ଗୁରୁତ୍ୱପୂର୍ଣ୍ଣ ବିଷୟକୁ ରେଖାଙ୍କିତ କରେ। ସପ୍ତବାଣୀ କହିବା ପରେ ଯୀଶୁ କୃଷ ଉପରେ ପ୍ରାଣ ତ୍ୟାଗ କଲେ ଏବଂ ପରବର୍ତ୍ତୀ ସମୟରେ ତାଙ୍କ ମୃତ ଶରୀରକୁ ସମାଧିସ୍ଥ କରାଗଲା। ଏହି ସମସ୍ତ ଘଟଣା ପୂର୍ବରୁ ଲିଖିତ ଶାସ୍ତ୍ର ଅନୁସାରେ ଘଟିଲା। ଯୀଶୁଖ୍ରୀଷ୍ଟ କୃଷରେ ମୃତ୍ୟୁବରଣ କରିବା ଦ୍ୱାରା ମାନବ ସମାଜର ପରିତ୍ରାଣ କାର୍ଯ୍ୟ ସମାପ୍ତ କଲେ। ଯୀଶୁଖ୍ରୀଷ୍ଟଙ୍କ ମୃତ ଶରୀରକୁ ସମାଧିସ୍ଥ କରିବାର ତୃତୀୟ ଦିବସରେ ମୃତମାନଙ୍କ ମଧ୍ୟରୁ ଯୀଶୁ ପୁନରୁତ୍ଥିତ ହୋଇଅଛନ୍ତି। ଏହା ଶାସ୍ତ୍ରରେ ସ୍ପଷ୍ଟ ଭାବରେ ଲିଖିତ ଅଛି।